ପ୍ରତିବଦଳରେ ଆପଣଙ୍କୁ 10-12 ବର୍ଷ ଜେଲ ହେଇଯାଇପାରେ। ତୁ ମତେ ୟାର ମଣିଷ ହେଇ ମତେ ବୁଝାଇ ଦେବା ପାଇଁ ଚେଷ୍ଟା କରୁଛୁ। ଆରେ ମୁଁ ଅନ୍ୟାୟ କରିନି ମାନେ କେହି ମୋର କିଛି କରିପାରିବେନି। ଡାକ ପୋଲିସକୁ। ଡାକିବି ପୋଲିସକୁ। ଏଠାକୁ ପୋଲିସ ଆସିବା ତ ନିଶ୍ଚିତ। ପୋଲିସ ଆସିଲା ପରେ ଆପଣ ହାତ ହ୍ୟାଣ୍ଡକପ୍ ପଡ଼ିବା ପାକ୍କା। यापरे मुझे सर सारा बोली बोली कहबी अमित्र मान सिंह ମୋ ସ୍ତ୍ରୀକୁ ରେପ୍ କରି ମାରି ଦେଇଛି। ତୁ ମତେ ଏତେ ବଡ଼ ସର୍ବନାଶ କରନା। ଠିକ ଅଛି ମୁଁ ତମର କିଛି ବି ହେବାକୁ ଦେବିନି କିନ୍ତୁ ତମେ ମୋର ଗୋଟେ ସର୍ତ୍ତ ରଖିବାକୁ ହବ। କହ କଣ ତ ସର୍ତ୍ତ? ମୋ ସର୍ତ୍ତ ଏଇଆ ହେଲା ଯେ ମୋ ସ୍ତ୍ରୀ ମରିଯାଇଛି ତ ମରିଥାଉ ତା ପ୍ରତି ବଦଳରେ ମତେ 10 ଲକ୍ଷ ଟଙ୍କା ଦରକାର। ଏତେ ଗୁଡ଼େ ଟଙ୍କା? ସେଇଟା ମୋ ସ୍ତ୍ରୀ ନଥିଲା ସେଇଟା ମୋ ଜୀବନ ଥିଲା। ମୋ ସ୍ତ୍ରୀଟାକୁ ମାରି ସାରିଲା ପରେ 10 ଲକ୍ଷ ଆପଣ ଇଜ୍ଜତ ପାଇଁ ବେଶୀ ବଡ଼ କଥା କିଛି ନୁହଁ। ତୁ ଟଙ୍କା ଦେବୁ ନା ସହର ସାରା ବୁଲି ବୁଲି କହିବି ଅମେନ୍ଦ୍ର ମାନ ସିଂ ମୋ ସ୍ତ୍ରୀକୁ ରେପ୍ କରି ମାରି ଦେଇଛି। ଏଇ କଥା ତ ଘର ଲୋକ ଜାଣିବେ। ତୋ ପୁଅ ଆଉ ତୋ ସ୍ତ୍ରୀ ତୋ ମୁହଁରେ ଛେପ ପକେଇବେ ତୁ ଗୋଟେ ଚରିତ୍ରା ହିଁ ନାହିଁ ଯିବୁ। ଠିକ ଅଛି ମୁଁ ଟଙ୍କା ଦେବି ହେଲେ ମନେ ରଖ ମତେ ବ୍ଲାକମେଲ୍ ତୁ ଯେଉଁ ଟଙ୍କା ନେଇଛୁ ସେ ଟଙ୍କା କେବେ ହେଲେ ଶାନ୍ତିରେ ଉପଭୋଗ କରିପାରିବୁନି। ସେଇ ଟଙ୍କା ତୋତେ ଖନ୍ଦେଇ ମାରିବ। No tension. କିନ୍ତୁ ମୋର ଟଙ୍କା ଦରକାର। ମୁଁ ତୋତେ ସେ ସୁଯୋଗ ଦେବିନି। ଆରେ ଦରକାର ପଡ଼ିଲେ ମୁଁ ଆଇନରୁ ଆଶ୍ରୟ ନେବି। ଓକେ ଓକେ ତୁ ଚାହିଁଲେ ଆଶ୍ରୟ ନେବୁ ତାହେଲେ ଏଇ ସାଙ୍ଗେ ସାଙ୍ଗେ ଯାଇ ବୁଲି ବୁଲି କହିବି ଅମେନ୍ଦ୍ର ମାନ ସିଂ ମୋ ସ୍ତ୍ରୀର ଇଜ୍ଜତ ଦେଇ ତାକୁ ମର୍ଡର କରିଛି। ନାଇଁ ତୁ ଏମିତି କେମିତି ବି କରିବୁନି। ତୁ ଏସବୁ କରିବୁନି। ମୁଁ ଟଙ୍କା ଦେବି। ଠିକ ଅଛି ମୁଁ ଟଙ୍କା ନେଇକି ଆସୁଛି। ଫସିଗଲା ବେ ଅମେନ୍ଦ୍ର ମାନ ସିଂ ମୋ ଚକ୍ରବ୍ୟୁହରେ ଫସିଗଲା। ଛଡ଼ା ପଣସ ଖାଇଲି ମୋ ଅଠା ବଳିଲା ଅମେନ୍ଦ୍ର ମାନ ସିଂ। ଏଇ ମଉସା ସତ କହିବାକୁ ଗଲେ ଲୋକେ କହନ୍ତି ହାତୀ ମଲେ ଲକ୍ଷ ବଞ୍ଚି ଲକ୍ଷ ହେଲେ ମୋ ସ୍ତ୍ରୀ ମଲା 10 ଲକ୍ଷ ମିଳିଲା। କିନ୍ତୁ ମଉସା କ'ଣ ପୋଲିସ ଚାଟିଲା କ'ଣ ରାସ୍ତା ପାଖରେ ଅଛୁ? ତାହେଲେ ଏବେ ଏଇଟା ହେଉଛି ମୋ ଅଣ୍ଡରଗ୍ରାଉଣ୍ଡ ଘର। ଏ ଘର ଭିତର କଥା କେହି ବି ଜାଣିନାହାନ୍ତି ଖାଲି ଅମେନ୍ଦ୍ର ମାନ ସିଂ କେବେ ବେଳେ ବେଳେ ଆସେ ସେଇଥିପାଇଁ ସେ ଜାଣିଥିଲା। ଅମେନ୍ଦ୍ର ମାନ ସିଂ ମୋତେ ଡାକିବାକୁ ସିନା ଆସିକି ସେଟା ଫସିଗଲା। ସେଟା ପୋଲିସ ନାଇବେ ପୋଲିସ ବାଟରେ ଯାଉଛି ସେଟା ପୋଲିସ କଦେ ମଦ କେସ୍ ଧରିବାକୁ ଯାଉଛି। କିନ୍ତୁ ମଉସା ଏବେ ତ ଖରାପ ମଜାଟା ହବ। 10 ଲକ୍ଷ ଟଙ୍କା ମିଳିଛି ମାନେ ପୁରା ମୁଁ ବୱାଲ କରିବି। ବାବୁ ଏଇ 10 ଲକ୍ଷ ଟଙ୍କା ତମେ କ'ଣ ମାଲିକ ହେଇପାରିବ? 10 ଲକ୍ଷ ଟଙ୍କା ନୁହଁ ଏଇଟା ଆରମ୍ଭ। ବର୍ତ୍ତମାନ ଆରମ୍ଭ ହେଇଛି। ଅମେନ୍ଦ୍ର ମାନ ସିଂ ପ୍ରତି ମାସରେ 10 ଲକ୍ଷ ଟଙ୍କା ଆଣିକି ଦବ। ସଦରୀ ମଉସା ତମକୁ ମାନିବାକୁ ପଡ଼ିବ। ତମେ କି ପ୍ଲାନ୍ କଲ ଫଟୋ ଉଠେଇ ସେଇ ଶଳଟାକୁ ତମେ ଫସେଇ ଦେଲ। ଆଉ ଡେରି ଖାଇକି ମୋ ସ୍ତ୍ରୀକୁ ନେବା ଆକୁ ପୋଡ଼ିବାନି ଆକୁ ପୋତିଦେବା। ପୋଡ଼ିଲେ ଛୁଆ ଭୂତ ହବ। ପୋତି ଦେଲ ଗୁଣ୍ଡ ମାଟି। ଆଉ ଡେରି ଖାଇକି ତାହେଲେ ଧର ଆସବେ। लाला लाल खेला सब उठे चले वो मारा मोरी भाई सब सावेला। ଗ୍ରାମ ହରିବଦର ସୁଗ୍ରା କିର୍ସାଦି କୃଷ୍ଣା ଏବଂ ଅରୁଣ ଏମାନେ 3 ଜଣ ମିଶି ଆମ ନାଟ୍ୟ ଅନୁଷ୍ଠାନକୁ
পুরস্কৃত କରିଛନ୍ତି ଏବଂ ସଭାରେ ଲେଖିଛନ୍ତି ଗୋଟେ ଦେଶାଗୀତ ଗାଇବା ପାଇଁ ଉକ୍ତ ପୁରସ୍କାରଟି ଆମ ନାଟ୍ୟ ଅନୁଷ୍ଠାନ ତରଫରୁ ସାଦର ଗ୍ରହଣ କରୁଛୁ।